वेलकम टू आदित्य एकेडमी। तो आम प्रीवियस क्लास रे पढ़ी कौन ना ध्वनि वर्ण आउ वर्णमाला। ध्वनि कौन, वर्ण कौन, वर्णमाला कौन, से विषय आम सब पढ़ी। वर्ण केते प्रकार था, वर्ण माला आमर केते प्रकार, हर्ष ध्वनि ध्वनि कौन, दीर्घ ध्वनि कौन, हर्ष स्वर कौन, दीर्घ स्वर कौन, आउ आमर पढ़ी वर्गीय व्यंजन अवर्गीय व्यंजन कौन, से विषय सब आम डिस्कसन करथिले। तो आज आम पढ़ा कौन ना मात्रा, फला आउ जुक्ताक्षर। आम आज पढ़ा मात्रा, फला आउ जुक्ताक्षर। तो आम पढ़ा कौन ना वर्ण मानकर कार्य। ओडिया भाषार वर्ण गुड़िक स्वतंत्र भावरे बा अन्य वर्ण सह मिसी व्यवहृत होइथांती। तापरे स्वरवर्ण समुदाय, स्वरवर्ण समुदाय स्वतंत्र भावरे बा व्यंजन वर्ण सह मिसी व्यवहृत हुअन्ति। अर्थात कौन माने आमे जानिचे कौन ना जो अच्छी आमर जो वर्णमाला ଅଛି स्वर वर्ण और व्यंजन वर्ण अच्छी। तो सिए कहूची कौन ना स्वर वर्ण कौन ना स्वतंत्र भाव में रही परिबे बा व्यंजन वर्ण से स्वर वर्णटा से कौन हबो ना व्यंजन वर्ण सह मिसिकिरी मध्य रही परिबो। जेमति कि आमे एग्जांपल ले कौन देखिले ना ओ, ओ ओटा कौन ना स्वर वर्ण। स्वर वर्ण कौन ओटा स्वर वर्ण, उ मध्य स्वर वर्ण। स्वर वर्ण गोटे स्वतंत्र भाव रहिबो, से स्वर दीटा स्वर वर्ण हेतिबो। जेमति आई, आईटा कौन से स्वर वर्ण नहीं, जेमति आटा हला स्वर वर्ण, ईटा मध्य स्वर वर्ण। किंतु आउ गोटे आमे पढ़िले कौन ना स्वर वर्ण आउ कौन करथिबो ना व्यंजन वर्ण सह मिसिकी रहिथिबो। माने जेमति कि आमे पढ़िले विलास। विलास कौन ना विलास को जदि आमे लिखुचे ब, बर हलंत युक्त इ, रे हलंत युक्त आ, रे हलंत युक्त अ। माने आकु केमति लिखुचे ब हला गोटे कौन व्यंजन वर्ण, व्यंजन वर्ण सांगे कौन होची ना गोटे स्वर वर्ण मिसिकिरी बी होची। तो ଳ गोटे कौन ना व्यंजन वर्ण, ता संगे आ मिसिकिरी कौन होची ना ला होची। माने गोटे व्यंजन वर्ण सह गोटे स्वर वर्ण मिसुची। स भी सेमती गोटे व्यंजन वर्ण, ता सहित गोटे स्वर वर्ण मिसिकिरी स होची। ताहले आमे जानले कौन एटा गोटे कौन ना स्वर वर्ण आउ व्यंजन वर्णर मिसी व्यवहृत हेइथबा वर्ण। तापरे आमे एबे पढ़िबा कौन ना मात्रा। एमती आमे भी पढ़िबा कौन ना मात्रा। आ ଠାରୁ ଔ ପର୍ଯ୍ୟନ୍ତ ସ୍ୱର ବର୍ଣ୍ଣ ଗୁଡ଼ିକ ବ୍ୟଞ୍ଜନ ବର୍ଣ୍ଣ ମାନଙ୍କ ସହିତ ମିଳିତ ହେଲେ କଣ ହୁଏ ନା ଗୋଟିଏ ଗୋଟିଏ ସଂକେତ ବା ଚିହ୍ନ ରହେ। ତାହେଲେ ଆମେ କଣ କଲେ ନା ସ୍ୱର ବର୍ଣ୍ଣ କଣ କହିଲେ ନା ଆ ଠାରୁ ଔ ପର୍ଯ୍ୟନ୍ତ ସେ କଣ ହୁଏ ନା ଆ ଠାରୁ କଣ କହିଲା ନା ଆ ଠାରୁ ଔ ପର୍ଯ୍ୟନ୍ତ ସ୍ୱର ବର୍ଣ୍ଣ ଗୁଡ଼ିକ ବ୍ୟଞ୍ଜନ ବର୍ଣ୍ଣ ମାନଙ୍କ ସହିତ ମିଳିତ ହେଲେ କଣ ହୁଏ ନା ଗୋଟେ ଗୋଟେ ସଂକେତ ବା ଚିହ୍ନ ରହେ। ଉକ୍ତ ସଂକେତକୁ ମାତ୍ରା ବା କାର କୁହାଯାଏ। ତାହେଲେ ଆ କଣ ନା ଅରେ ଆକାର ଆ, ହର୍ଷେଇ ଅରେ ହର୍ଷେଇ, ଦୀର୍ଘେଇ ହର୍ଷଉ ଦୀର୍ଘଉ, ଏମିତି ଔ ପର୍ଯ୍ୟନ୍ତ ସେ ସବୁ ଜିନିଷ ଯୋଉ ସଂକେତ ଆକାରରେ ଆମେ ତାକୁ ଲେଖିଥାଉ, ସେଇ ସଂକେତକୁ ଆମେ କଣ କହିଥାଉ ନା ମାତ୍ରା କହିଥାଉ। ଆଉ କଣ କହିଥାଉ ନା କାର, କାର ମଧ୍ୟ କହିଥାଉ। ଅତଏବ କଣ ନା ସ୍ୱର ବର୍ଣ୍ଣ ଗୁଡ଼ିକର ସାଙ୍କେତିକ ରୂପ ହେଉଛି କଣ ନା ମାତ୍ରା ବା କାର। ତାହେଲେ ଆମେ ଜାଣିଲେ କଣ ଗୋଟେ କ୍ୱେଶ୍ଚିନ୍ ପଡିବ ଯେ ସ୍ୱର ବର୍ଣ୍ଣ ଗୁଡ଼ିକର ସାଙ୍କେତିକ ରୂପକୁ ଆମେ କଣ ବୋଲି କହିଥାଉ, ତାକୁ ଆମେ କହିଥାଉ କଣ ନା ମାତ୍ରା ବା କାର ବୋଲି କହିଥାଉ। ତାପରେ ନେକ୍ସଟ କଣ ନା ପ୍ରତିଟି ବ୍ୟଞ୍ଜନ ବର୍ଣ୍ଣ ସହ ମିଶିକରି ରହିଥାଏ। ତାହା ଏହାର କୌଣସି ସାଙ୍କେତିକ ରୂପ ନାହିଁ। ତାହେଲେ ଆମେ କଣ ଜାଣିଲେ ନା ବ୍ୟଞ୍ଜନ ବର୍ଣ୍ଣ ଆମେ ଜାଣିଥିଲେ କ ଠାରୁ ୟ ଯାଏ, ଜାଣିଥିଲେ ନା ନାହିଁ। ତାହେଲେ ସେ କହିଲା ଯେ କଣ ନା ପ୍ରତିଟି ବ୍ୟଞ୍ଜନ ବର୍ଣ୍ଣ ସହ ମିଶିକି ରହିଛି। କେମିତି ମାନେ ମାନେ କଣ ନା କ ଯୁକ୍ତ କ, ଖ, ଯୁକ୍ତ ମାନେ ପ୍ରତିଟି ବ୍ୟଞ୍ଜନ ବର୍ଣ୍ଣ ସହ କଣ ହେଇଛି ନା ଟି ମିଶିକିରି ରହିଛି। ତାର କୌଣସି ସାଙ୍କେତିକ ରୂପ ଆମେ ଲେଖିପାରିବା ନାହିଁ। ଯେମିତିକି ଆର ମାତ୍ରା କାରକ ଯୋଉ ଅଛି ଆ କାର, ହର୍ଷେଇ କାର, ଦୀର୍ଘେଇ କାର, ସେମିତି ଅର କୌଣସି ସାଙ୍କେତିକ ରୂପ ନାହିଁ। ସେ କଣ ହୁଏ ନା ବ୍ୟଞ୍ଜନ ବର୍ଣ୍ଣ ମାନଙ୍କ ସହିତ ମିଶିକରି ଥାଏ। ତାପରେ ନେକ୍ସଟ କଣ ନା ଅକାର ଯୁକ୍ତ ହୋଇଥିବା
ଯୁକ୍ତ ହୋଇଥିବାରୁ ଆମେ ବ୍ୟଞ୍ଜନ ବର୍ଣ୍ଣ ଗୁଡ଼ିକୁ କଣ କରୁ ନା କ ଖ ଗ ଭାବରେ ଉଚ୍ଚାରଣ କରୁ। ଯେମିତି ମୁଁ କହିଲି, ଯେମିତି ବ୍ୟଞ୍ଜନ ବର୍ଣ୍ଣ ସାଙ୍ଗରେ ସେ ମିଶିକି ରହିଥିବ ତାକୁ ଆମେ କ ଖ ଲାଷ୍ଟକୁ ଅ ଉଚ୍ଚାରଣ ହଉଛି ନା ନାଇଁ, କ ଖ ଗ ଘ ଏମିତି ଅ ଉଚ୍ଚାରଣ ହଉଛି। ତାପରେ ନେକ୍ସଟ ପୁଣି କଣ ଦେଲା ନା ପୁଣି ଅକାର ଯୁକ୍ତ ହୋଇଥିବାରୁ ବ୍ୟଞ୍ଜନ ବର୍ଣ୍ଣ ଗୁଡ଼ିକରୁ ହଳନ୍ତ ଚିହ୍ନ ଲୋପ ପାଇଛି। ଦେଖ ମୁଁ ଏଇ ଜାଗାରେ କହିଥିଲି ନା ନାହିଁ ଯେ ଏଇ ଯୋଉ ହଳନ୍ତ ଚିହ୍ନଟା ବିଷୟରେ କହିବିଲି, ସେଇ ହଳନ୍ତ ଚିହ୍ନଟା କଣ ନା ଏଇ ଯୋଉ ଆମର ହଳନ୍ତ, ଗୋଟେ ସେକେଣ୍ଡ, ହଳନ୍ତ ଯୋଉ ଚିହ୍ନଟା ରହିଛି ଆମର, ଏଇ ହଳନ୍ତ ଚିହ୍ନ ଆମେ ଯଦି ବ୍ୟଞ୍ଜନ ବର୍ଣ୍ଣରେ ଅ ବ୍ୟବହାର କରିଦଉଛେ ତାହେଲେ ସେଠାରେ ଆଉ ଆମକୁ ହଳନ୍ତ ଚିହ୍ନ ଦେବାକୁ ପଡିବନି। ଯଦି ଆମେ ଅ ର ବ୍ୟବହାର ନ କରିବା ତାହେଲେ ସେଠି ମାନେ ହଳନ୍ତ ଚିହ୍ନ ଆମକୁ ଦେବାକୁ ପଡେ। ତ ଏବେ ସେ ସବୁ ଜିନିଷ ଲୋପ ପାଇଗଲାଣି, ସେ ହଳନ୍ତ ଚିହ୍ନ ଆଉ ଦିଆଯାଉନି। ତ ତା ବଦଳରେ ଆମର ଅ ର ବ୍ୟବହାର ହଉଛି, ଅ କୁ ଆମେ ବ୍ୟବହାର କରୁଛେ ବ୍ୟଞ୍ଜନ ବର୍ଣ୍ଣରେ। ଯେମିତି ଏଇ ହଳନ୍ତ ଚିହ୍ନକୁ କଣ କୁହାଯାଏ ନା, ଗୋଟେ ମିନିଟ, ଏଇ ହଳନ୍ତ ଚିହ୍ନକୁ ଆମର କଣ କୁହାଯାଏ ନା ହସନ୍ତ ବ୍ୟଞ୍ଜନ ବା ଅର୍ଦ୍ଧମାତ୍ରା ଚିହ୍ନ ବୋଲି କୁହାଯାଏ। ତାହେଲେ ଆମେ ସେ ଯୋଉ ଜାଣିଲେ କଣ ନା, ଏଇଟା ବି କୋଶ୍ଚିନ୍ ପଡିପାରେ ଯେ ହଳନ୍ତ ଚିହ୍ନଟାକୁ, ଆମ ହଳନ୍ତ ଚିହ୍ନର ଅନ୍ୟ ନାମ କଣ, ତାକୁ ଆମେ କଣ କହିଥାଉ, ତାକୁ କହିଥାଉ କଣ ନା ହସନ୍ତ କହିଥାଉ, ବା ବ୍ୟଞ୍ଜନ କହିଥାଉ, ବା ଅର୍ଦ୍ଧମାତ୍ରା ଚିହ୍ନ ମଧ୍ୟ କହିଥାଉ। ତାପରେ ଏବେ ଆମେ ପଢିବା କଣ, ସେ ଯୋଉ ଆମେ ପଢିଲେ ଆ ଠାରୁ ଯୋଉ ଆ ଠାରୁ ଆମେ ଯୋଉ ଆ ଠାରୁ ଔ ପର୍ଯ୍ୟନ୍ତ ଯୋଉ ଆମେ ପଢିଲେ ଯୋଉ ଇଏଟା, ସେଟା କେମିତି କଣ ମାତ୍ରା ତାର ଚିହ୍ନ ବ୍ୟବହାର ହୁଏ। ଆ ର ଚିହ୍ନ କଣ ନା ଆକାର, ଇ ର ଚିହ୍ନ ହର୍ଷେଇ, ଦୀର୍ଘଇ ର ଦୀର୍ଘଇ ଚିହ୍ନ କେମିତି ସାଙ୍କେତିକ ଚିହ୍ନ ତାର ସବୁ, ଦୃଘ ରୁ ରୁ ଏ ଐ କଣ ଓ ଔ ଏମାନଙ୍କୁ କଣ ଅରେ ଆକାର ଦିଆଗଲେ କଣ ହେଲା ନା ଆକାର, ଯେମିତି କରେ ଆକାର କା, ଖରେ ଆକାର ଖା, ଗରେ ଆକାର ଗା ଏମିତି ପଢୁଛେ, ସେମିତି କରେ ହର୍ଷେଇକାର ଦିଆହେଲେ କରେ ହର୍ଷେଇ କି, ଖରେ ହର୍ଷେଇ ଖି, ଗରେ ହର୍ଷେଇ ଗି। ସେମିତି ଦୀର୍ଘଇକାର ଦିଆହେଲେ, ହର୍ଷଉକାର ଦିଆହେଲେ କେମିତି ଆମର ଉଚ୍ଚାରଣ ହଉଛି ହର୍ଷଉ, ଦୃଘଉକାର ଦିଆହେଲେ, ରୁକାର ଦିଆହେଲେ, କେ ଦିଆହେଲେ, ଐକାର ଦିଆହେଲେ କେମିତି, ଔକାର ଦିଆହେଲେ କେମିତି ଉଚ୍ଚାରଣ, ଏଇଟା ସବୁ ଆମର ଦିଆଯାଇଛି କେମିତି ମାତ୍ରାରେ ଉଚ୍ଚାରଣ କରାଯାଉଛି। ନେକ୍ସଟ ଯିବା। ତାପରେ ଆମେ ଏବେ ପଢିବା କଣ ନା କ ଥ ଧ, ମାନେ କଣ ସେ କହିଛି ଏହି ତିନୋଟି ବ୍ୟଞ୍ଜନ ବର୍ଣ୍ଣରେ ଇ କାର ଚିହ୍ନ ତଳେ କଣ ଥାଏ ଓ ଉପରେ ଦୁଇ ପ୍ରକାରର ରହିଥାଏ। ମାନେ ଯୋଉ ହର୍ଷେଇକାର ଯୋଉ ଥାଏ, ଇ କାର ଯୋଉ ଥାଏ, ତାର ସେଟା ଦି ପ୍ରକାରରେ ଆମେ ଲେଖିପାରେ ଏଇ ତିନିଟା ଜାଗାରେ। ମାନେ ଏଇ ଯୋଉ ଖ ପାଖରେ ଆଉ ଧ ପାଖରେ, ଧ ପାଖରେ କଣ ନା ଆମେ ଯେମିତି ତଳେ ଏମିତି ଏକ୍ଜାମ୍ପଲ ଦେଲା କ୍ଷିୟ, କ୍ଷିୟ ଲେଖିଲେ ଖରେ ହର୍ଷେଇକାର ଆମେ ଏମିତି ଲେଖିପାରିବା, ନହେଲେ ଏମିତି ମଧ୍ୟ ଲେଖିପାରିବା। ସେଥିପାଇଁ କେବଳ ଏଇ ତିନିଟି ଲେଟର ପାଖରେ, ଏଇ ତିନୋଟି ବର୍ଣ୍ଣ ପାଖରେ ଆମେ ଏଇଟା ଏମିତି ହର୍ଷେଇକାର ଦି ପ୍ରକାର ଦେଇପାରିବା। ଏମିତି କଥିତ, ଥରେ ଯୋଉ ଲେଖା ହେଇଛି ହର୍ଷେଇକାର ଏମିତି ଦିଆ ହେଇପାରିବ ଆଉ ଏମିତି ମଧ୍ୟ ଦିଆ ହେଇପାରିବ। ଅଧିକ ଧରେ ଯୋଉ ହର୍ଷେଇକାର ଦିଆଯାଇଛି ସେଟା ଏମିତି ଦିଆଯାଇ ପାରିବ ଆଉ ଏମିତି ବି ମଧ୍ୟ ଦିଆଯାଇପାରିବ। ଏଇ ତିନୋଟି ବର୍ଣ୍ଣ ଆମକୁ ଏଠି ମନେ ରଖିବାକୁ ପଡିବ। ତାହେଲେ ସରିଗଲା ଆମର କଣ ନା ମାତ୍ରା, ମାତ୍ରା ସରିଗଲା ପରେ ଆମେ ଏବେ ନେକ୍ସଟ ଯିବା କଣ, ଆମେ ନା ଫଳାକୁ ଯିବା। ଆମେ ଏବେ ପଢିବା କଣ ନା ଫଳା। ଫଳା କାହାକୁ କୁହାଯାଏ, ସେ କହିଲା କଣ ନା ସ୍ୱର ବର୍ଣ୍ଣ ମାନଙ୍କ ପରି ବ୍ୟଞ୍ଜନ ବର୍ଣ୍ଣ ମାନେ ମଧ୍ୟ ସ୍ୱତନ୍ତ୍ର ରୂପେ ବ୍ୟବହୃତ ହୋଇପାରନ୍ତି ଓ ବା ଅନ୍ୟ ବ୍ୟଞ୍ଜନ ମାନ ମାନଙ୍କ ସହିତ ମିଳିତ ହୋଇ ବ୍ୟବହୃତ ହୋଇଥାନ୍ତି। ଆମେ ପଢିଥିଲେ କଣ ନା ସ୍ୱର ବର୍ଣ୍ଣ କଣ ହୋଇଥାଏ
ନା ସ୍ୱତନ୍ତ୍ର ଭାବରେ ବ୍ୟବହାର ହେଇପାରିଥାଏ ବା ସେ ବ୍ୟଞ୍ଜନ ବର୍ଣ୍ଣ ମାନଙ୍କ ସହିତ ମିଶିକି ବ୍ୟବହାର ହେଇପାରିଥାଏ। ସେହିପରି ଆମେ ଏଠି ପଢିଲେ କଣ ନା ବ୍ୟଞ୍ଜନ ବର୍ଣ୍ଣ ମଧ୍ୟ ସେ ସ୍ୱତନ୍ତ୍ର ଭାବରେ ବ୍ୟବହୃତ ହେବ କିମ୍ବା ସେ କଣ କରିବ ନା ସେ ସ୍ୱର ବର୍ଣ୍ଣ ସହ ମିଶିକିରି ମଧ୍ୟ ବ୍ୟବହୃତ ହୋଇପାରିବ। ଯେମିତି ସେ କଣ କହିଲା ନା ଏଇ ଯେ ନ ମ ୟ ର ଳ ଲ ୱ ଏଇଟା ହେଲା କଣ ନା ଅବର୍ଗ୍ୟ ଆଉ ବ ହେଲା ବର୍ଗ୍ୟ। ଏଇ 8ଟି ବ୍ୟଞ୍ଜନ ଅନ୍ୟ ବ୍ୟଞ୍ଜନ ସହିତ ମିଳିତ ହେଲେ ଯେଉଁ ସାଙ୍କେତିକ ରୂପରେ ପରିଣତ ହୁଅନ୍ତି ତାକୁ କଣ କୁହାଯାଏ ନା ଫଳା କୁହାଯାଏ। ତାହେଲେ ଆମେ ଜାଣିଲେ କଣ ନା ଏଇ ଫଳା ହେଲା 8ଟି ବ୍ୟଞ୍ଜନ ବର୍ଣ୍ଣ ଅନ୍ୟ ବର୍ଣ୍ଣ ସହ ଯୋଉ ମିଶିକି ଯୋଉ ସଂକେତ ପରିଣତ ହୁଅନ୍ତି ତାକୁ ଆମେ କଣ କହିଲେ ନା ଫଳା କହିଲେ। ବୁଝିହେଲା? ଏଇ ଫଳା ବିଷୟରେ ସେ ଯୋଉ ନଟା କେମିତିକା ଯେମିତି ଆ ଠାରୁ ଔ ପର୍ଯ୍ୟନ୍ତ ଯେମିତି ଚିହ୍ନ ଯେମିତି ରହୁଥିଲା ଯୋଉ ସ୍ୱର ବର୍ଣ୍ଣରେ ସେମିତି ବ୍ୟଞ୍ଜନ ବର୍ଣ୍ଣରେ ସେମିତି ନ ଏଇ 8ଟି ଯୋଉ ବ୍ୟଞ୍ଜନ ବର୍ଣ୍ଣ ଅଛି ସେମାନଙ୍କର ଯୋଉ ଚିହ୍ନ ରହିଲା ଫଳାର ଯୋଉ ଚିହ୍ନ ସେଇଟାକୁ ପଢିବା। ଏବେ ପଢିବା ସେ ସେଇ ବର୍ଣ୍ଣ ଯୋଉ ରହିଲା ଯୋଉ ପଢିଲା ଯୋଉ ଆମେ ପଢିଲେ ନ ମ ୟ ର ଳ ଲ ୱ ଆଉ ବ ଏଇ ଯୋଉ ଫଳା ହୁଁ। ଯୋଉ ନ ଯୋଉ ଚିହ୍ନ ରହିଲା ସେଟା କଣ ନା ଯୋଉ ନ ର ନ ଫଳା ଲେଖିଲେ କର ହଳନ୍ତ ନ ବର୍ଣ୍ଣ ହୁଏ। ସେମିତି ମରେ ମ ଫଳା ଲାଗିଲେ ମ ମ ଯେମିତି ପଦ୍ମ ସେମିତି କି ୟରେ ୟ ଫଳା ଲାଗିଲେ କଣ କ୍ୟା କ୍ୟ କ୍ୟ ହୁଏ। ସେମିତି କ୍ର କର ର ଫଳା ଲାଗିଲେ କ୍ର ହୁଏ। ଳ ଫଳା ଲାଗିଲେ କ୍ଳ ଏମିତି ୱ ଫଳା ୱ ପ ବ ଫଳା ଲାଗିଲେ ବ ହୁଏ ଯେମିତି ଆମ୍ବ ସେମିତି ହୁଏ। ଏଇଟା ସବୁ କଣ ନା ବର୍ଣ୍ଣର ଯୋଉ ଫଳା ଯୋଉ ରହିଲା ତାର ଯୋଉ 8ଟି ଯୋଉ ରହିଲା ତାର ସେଇ ସବୁ ଯୁକ୍ତାକ୍ଷର ବର୍ଣ୍ଣ ଆଉ ତାର ଫଳର ନାମ ଆଉ ଚିହ୍ନ ଏଇ ସବୁ ରହିଲା। ତାପରେ ନେକ୍ସଟ କଣ ତାପରେ ସେ କହିଲା ଯେ ବ ଫଳା କେବଳ କଣ ନା ହଳନ୍ତ ମରେ ଲାଗେ ମାନେ ଅର୍ଥାତ କଣ ନା ଯୋଉ ଏଇ ଯୋଉ ବ ଫଳା ଟା ଆମେ ଯୋଉ ପଢିଲେ ଏଇ ଯୋଉ କେବଳ ମ ତଳେ ହିଁ ଏଇ ଚିହ୍ନଟା ରହିପାରିବ ଆଉ କାହା ତଳେ ରହିପାରିବନି। ଯେମିତି କଣ ସେ କହିଲା କଦମ୍ବ ଡିମ୍ବ ଶିମ୍ବ ଆଉ କଣ ଶାମ୍ବ ଆମ୍ବ ଏଇ ସବୁ ବ ଫଳା ଟା କେବଳ ଆମର କଣ ହେଇପାରିବ ନା ମ ତଳେ ହିଁ ଏଇ ବ ଫଳାଟା ହିଁ ବ୍ୟବହାର କରାଯାଇ ପାରିବ ଆଉ କୌଣସି ବର୍ଣ୍ଣ ତଳେ ବ୍ୟବହାର ହେବ ନାହିଁ। ତାପରେ ଆମେ ପଢିଲେ କଣ ନା ପୂର୍ବରୁ ପଢିଛେ ସ୍ୱର ବର୍ଣ୍ଣର ରୁ ବ୍ୟଞ୍ଜନ ବର୍ଣ୍ଣ ସହିତ ମିଶି ଯେଉଁ ଚିହ୍ନ ରହେ ତାକୁ ମାତ୍ରା ବା କାର କୁହାଯାଏ ଆମେ ଜାଣିଲେ। ପୂର୍ବ କ୍ଲାସରେ ଆମେ ଏବେ ଯୋଉ ପଢିଲେ ପୂର୍ବରୁ ସେ ସବୁ ମାତ୍ରା ଆଉ କାରକ ବିଷୟରେ ଜାଣିଲେ। ତାପରେ ତାର ସାଙ୍କେତିକ ରୂପ ମଧ୍ୟ ଜାଣିଲେ। ଆଉ ଆଉ ଆମେ କଣ ଜାଣିଲେ ତାର ଆମର ବ୍ୟବହାର ଏହାର ଫଳା ମଧ୍ୟ କୁହାଯାଏ। ଏସବୁ କିଛି ନାହିଁ ବାସ୍ ସେତିକି ଜାଣିଲେ ଆମେ ଜାଣିଲେ କଣ ନା ମାତ୍ରା ବା କାରକ ତାର ସାଙ୍କେତିକ ରୂପ ସେ ବିଷୟରେ ଜାଣିଲେ। ତେବେ ଏବେ ନେକ୍ସଟ ପଢିବା କଣ ଯୋଉରା ସବୁ ଇମ୍ପୋର୍ଟାଣ୍ଟ ଅଛି ଆମ ଏକ୍ଜାମରେ ଆସିଲା ପରିକା ମାନେ ଆସିବ ସେଇ ସବୁ ବିଷୟରେ ଆମେ ଡିସକସନ କରିବା। ବାସ୍
ଏଇଟା ରହିଲା ର ଫଳା, ଏ ଫଳା, ଏସବୁ କିଛି ଏତେ ଆଉ ନାହିଁ ବିଶେଷ କରି। ଆଉ ରହିଲା ଏବେ, ଏବେ ଆମେ ପଢିବା କଣ ନା ଯୁକ୍ତାକ୍ଷର। ଆମେ ପଢିଲେ କଣ ନା ମାତ୍ରା ପଢିଲେ, ଫଳା ପଢିଲେ, ତାପରେ ଏବେ ପଢିବା ଆମେ କଣ ନା ଯୁକ୍ତାକ୍ଷର ଟା। ଏବେ ଆମେ ପଢିବା ଯୁକ୍ତାକ୍ଷର। ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ ମିଶିଲେ ତାକୁ ଆମେ କଣ କହିଥାଉ ନା ଯୁକ୍ତାକ୍ଷର କହିଥାଉ। ଏହାର ଆମେ ପଢିଲେ କଣ ନା ବ୍ୟଞ୍ଜନ ବର୍ଣ୍ଣ, ଯେମିତି ସ୍ୱର ବର୍ଣ୍ଣ ସହ ବ୍ୟଞ୍ଜନ ବର୍ଣ୍ଣ ମିଶୁଛି, କି ସ୍ୱର ବର୍ଣ୍ଣ ସ୍ୱତନ୍ତ୍ର ଭାବେ ରହିଲା। ଆମେ ପଢିଲେ ପୁଣି କଣ ନା ବ୍ୟଞ୍ଜନ ବର୍ଣ୍ଣ ସ୍ୱତନ୍ତ୍ର ଭାବେ ରହିବା, ବା ବ୍ୟଞ୍ଜନ ବର୍ଣ୍ଣ ସହ ବ୍ୟଞ୍ଜନ ବର୍ଣ୍ଣ ମିଶିବା। ସେମିତି ଏଠି ଯୁକ୍ତାକ୍ଷର ଟା କଣ ନା ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ ମିଶିଲେ ତାକୁ ଆମେ କଣ କହିବା ନା ଯୁକ୍ତାକ୍ଷର କହିବା। ଏହାର ଅନ୍ୟ ନାମ ଆମେ କଣ ଜାଣିଲେ ନା ଯୁକ୍ତ ବର୍ଣ୍ଣ ବା ଯୁକ୍ତ ବ୍ୟଞ୍ଜନ। ତାହେଲେ ଏଇଟା ବି ଆମର ପଢିବ କଣ ନା ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ ମିଶିଲେ କଣ ହେଇଥାଏ। ତାହେଲେ ଆମେ ଜାଣିଲେ କଣ ନା ଯୁକ୍ତାକ୍ଷର ହେଇଥାଏ। ତାହେଲେ ଯୁକ୍ତାକ୍ଷରର ଅନ୍ୟ ନାମ କଣ ନା ଯୁକ୍ତ ବର୍ଣ୍ଣ ଆଉ ଯୁକ୍ତ ବ୍ୟଞ୍ଜନ। ଏଇଟା ଜାଣିଲେ। ତାପରେ ଏବେ ପଢିବେ କଣ ନା ଅନୁନାସିକ। ଆମେ ପୂର୍ବ ପ୍ରିଭିୟସ କ୍ଲାସରେ ଆମେ ଅଲରେଡି ପଢି ସାରିଛେ ଅନୁନାସିକ ବର୍ଣ୍ଣ କଣ। ଯୋଉ ଆମର ଥିଲା କଚଟ ତପ, ସେ ବିଷୟରେ ଆମେ ଜାଣିଥିଲେ କ ବର୍ଗରେ କଣ, ଚ ବର୍ଗରେ କଣ, ଟ ବର୍ଗରେ କଣ, ଏସବୁ ବିଷୟରେ ପଢିଥିଲେ। ଆଉ ଅନୁନାସିକ ବର୍ଣ୍ଣ ବି ସେ ବିଷୟରେ ବି ଆମେ ଅଲରେଡି ପଢି ସାରିଛେ। ଅନୁନାସିକ ବର୍ଣ୍ଣ କାହାକୁ କହିବା, ଏଇଟା ବି ସେଇ ପ୍ରିଭିୟସ କ୍ଲାସ ଯୋଉମାନେ ସବୁ ଏହି କ୍ଲାସ କରିନାହାନ୍ତି, ସେମାନେ ଆଗ ପ୍ରିଭିୟସ କ୍ଲାସକୁ ଭଲସେ କରିସାରିଲା ପରେ ଏଇ କ୍ଲାସକୁ କଲେ ତମେ ମାନେ ବୁଝିପାରିବ ଭଲସେ। କାରଣ ଏଇ ସବୁ ଅନୁନାସିକ ବର୍ଣ୍ଣ କଣ, ଏସବୁ ଆମେ ଅଲରେଡି ସେଇ କ୍ଲାସରେ ପଢା ସରିଯାଇଛି। ତ ସିଏ କହିଲା କଣ ନା ଅନୁନାସିକ ବର୍ଣ୍ଣ କଣ ପଡିଲେ ନା ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ ସହିତ ସେଇ ବର୍ଗର ଅନ୍ୟ ବର୍ଣ୍ଣର ସଂଯୋଗରେ ସୃଷ୍ଟ ଯୁକ୍ତାକ୍ଷରକୁ ଆମେ କଣ କହିବା ନା ଅନୁନାସିକ ଯୁକ୍ତାକ୍ଷର ବା ଅନୁନାସିକ ଯୁକ୍ତ ବର୍ଣ୍ଣ କହିବା। ତାହେଲେ ଆମେ କଣ ଜାଣିଲେ ଯେ ଯୋଉ କଚଟ ତପ ଆମେ ଯୋଉ ପଢିଥିଲେ ତାର ଯୋଉ ପଞ୍ଚମ ବର୍ଣ୍ଣ, ତାର ଯୋଉ ପଞ୍ଚମ ବର୍ଣ୍ଣଟା ରହିଲା, ସେଇ ଗୋଟିକକୁ ଆମେ କଣ କହିଲେ ନା ଅନୁନାସିକ ଯୁକ୍ତାକ୍ଷର ବା ଅନୁନାସିକ ବର୍ଣ୍ଣ ବା ଯୁକ୍ତ ବର୍ଣ୍ଣ ବୋଲି ମଧ୍ୟ ତାକୁ ଆମେ କହିଥାଉ। ଯୋଉଟା କଣ ଥିଲା ନା ଡ ଜ୍ଞ ଣ ନ ମ, ଏହି ପ୍ରତ୍ୟେକ କଣ ସବୁ ବର୍ଗର ପଞ୍ଚମ ବର୍ଣ୍ଣ। ମାନେ ସେଇଟା ଯୋଉ ଆମର କଚଟ ତପ ଥିଲା ସେଟାର ଲାଷ୍ଟ ବର୍ଣ୍ଣଟା, ପ୍ରତ୍ୟେକଙ୍କର ଲାଷ୍ଟ ବର୍ଣ୍ଣ। ଅନୁନାସିକ ଯୁକ୍ତାକ୍ଷର, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ। କଣ ନା ଅନୁନାସିକ ଯୁକ୍ତାକ୍ଷର ଯୋଉ ଆମେ ପଢୁଛେ ସେଟା କେତେଟା ନା 20ଟି ହେଲା। ଯୋଉ ଅନୁନାସିକ ବର୍ଣ୍ଣ ଯୋଉ ଯୁକ୍ତାକ୍ଷର ଅଛି ସେଟା 20ଟା। କଣ ନା ଗୋଟେ ମିନିଟ, ଏଇ 20ଟି ଆମେ ପଢିଥିଲେ। କଣ ନା ଏଇ କ ଚ ଟ ଆଉ କଣ ପଢିଲେ ତ ପ, କଚଟ ତ ପଢିଥିଲେ। ତାର ଲାଷ୍ଟ ବର୍ଣ୍ଣ କଣ ନା ଡ ଜ୍ଞ ଣ ଆଉ କଣ ନା ନ ମ, ଏଇଟା ପଢିଲେ। ତ ଆମେ ଜାଣିଲେ କଣ ନା କଚଟ ପରେ କ ଖ ଗ ଚ ଛ ଜ, ତାପରେ ଟରେ ଟ ଠ ଡ, ତ ଥ ଦ ଧ, ତାପରେ ଆମେ ପଢିଲେ ପ ଫ ବ ଭ ଏଇଟା। ତ ଏଇମାନଙ୍କର ମିଶ୍ରଣରେ ଆମର କଣ ହେଇଥାଏ, ଡରେ ଆଉ କ ମିଶିଲେ କଣ ୱଙ୍କ ହେ। ତାପରେ ଡରେ ଖ ମିଶିଲେ ୱଙ୍ଖ ଖ ହୁଏ। ୱଙ୍ଗଙ୍ଗ ୱଘଙ୍ଘ, ତାପରେ ଏଇଟା ହେଲା କ ବର୍ଗରେ ଯାଉଛି। ତାହେଲେ ඤଞ୍ଚ ඤଛ ඤଝଝ ඤଝଝ, ଏଇଟା କଣ ଚ ବର୍ଗରେ ଗଲା। ଣଣ୍ଟଣ୍ଟ ଣଣ୍ଠଣ୍ଠ ଣଣ୍ଡଣ୍ଢ ଣଣ୍ଟଣ୍ଟ ଣନ୍ତନ୍ତ, ଏଇଟା କଣ ଗଲା ନା ଟ ବର୍ଗରେ ଗଲା ଏଇଟା। ତାପରେ ନନ୍ତନ୍ତ ନନ୍ଥନ୍ଥ ନନ୍ଦନ୍ଦ ନନ୍ଧନ୍ଧ, ଏଇଟା ତ ବର୍ଗରେ ଯାଉଛି। ମମ୍ଫମ୍ଫ ମମ୍ବମ୍ବ ମମ୍ବମ୍ବ ମମ୍ଭମ୍ବ, ଏଇଟା ପ ବର୍ଗରେ ଯାଉଛି। ତ ପ ବର୍ଗରେ ଆମର କଣ କଣ ସବୁ ଯାଉଛି, ଏଇଟା ସବୁ ଯାଉଛି। ଏଇଟା ସବୁ ଆମର ଇମ୍ପୋର୍ଟାଣ୍ଟ ରହିଲା। ସବୁ କଣ କୋଉ ବର୍ଗରେ କଣ ଯାଉଛି। ତ ଆମର ଯୋଉ ଅନୁନାସିକ ବର୍ଣ୍ଣ ରହିଲା, ଅନୁନାସିକ ବର୍ଣ୍ଣ ସହ ମିଶି ଏଇ ଯୋଉ କଚଟ ତପ ଯୋଉ ଅଛି ସେଇଟା ସବୁ ଆମର ମିଶିଲା ପରେ ମିଶ୍ରଣରେ କୋଉ ବର୍ଗ ସବୁ ସୃଷ୍ଟି ହଉଛି, କଣ କଣ ତାର ଉଚ୍ଚାରଣଟା ଆମର କଣ କଣ ହଉଛି, ସେଇଟା ଆମେ ଜାଣିଲେ। ଆମେ ଜାଣିଲେ କଣ ନା ପୂର୍ବ ସୂଚିତ 20ଟି ଅନୁନାସିକ ଯୁକ୍ତାକ୍ଷର ଅନୁସାରେ ସାହାଯ୍ୟରେ ଲେଖି ପାରୁଛେ। ଯେମିତି ଆମେ ସେ ଯୋଉ ଆମେ ପଢିଲେ କଣ ୱଙ୍କଙ୍କ ୱଘଙ୍ଗ, ସେଇ ଅନୁସାରେ ଆମେ କଣ ନା ବଙ୍କା ଶଙ୍ଖା ଏଇଟା ଅନୁସାର ଦେଇକିରି ଆକୁ ସବୁ ଲେଖିଲେ। ញଛ ଛ ញଝ ଝ ଡ, ଟିକେ ଗୋଟେ ମିନିଟ ଦେଖେଇ ଦଉଛି ଏସବୁ।
ଏଗୁରା ସବୁ ରହିଲା। ଏଗୁରା ସବୁ ରହିଲା। କିନ୍ତୁ ଏଗୁରା ସବୁ ଅଣ୍ଠନ ଠଣ ଅଣ୍ଡଣ୍ଡ ଅଣ୍ଟନ ଅନ୍ତନ୍ତ ଅନ୍ତନ୍ତ ଏମିତିରେ ଅନୁସାର ଦିଆ ହେଇକିରି କେମିତି ଉଚ୍ଚାରଣ ତାର କରାଯାଉଛି ଏସବୁ ବିଶେଷ କିଛି ଆବଶ୍ୟକ ନାହିଁ। ଯୋଉରା ସବୁ ଇଏ ଆବଶ୍ୟକ ସେଗୁରା ପଢିଲେ ବାସ୍। ଆମେ ଏବେ ନେକ୍ସଟ ଯିବା କଣ ଏଇ ତାପରେ ଆମେ ଜାଣିଲେ କଣ ନା ଏ ବିଷୟରେ ସବୁ ଜାଣିଲେ ତାହେଲେ ଆମେ ଆଉ ଗୋଟେ ମୂଳରୁ ରିଭିଜନ ମାରିଦବା। ଆମେ ପୂର୍ବରୁ ପଢିଥିଲେ କଣ ନା ଆମେ ପଢିଲେ କଣ ନା ଆମେ ମାତ୍ରା ଫଳା ଆଉ ଯୁକ୍ତାକ୍ଷର ବିଷୟରେ ଜାଣିଲେ। ମାତ୍ରା ଫଳାରେ କଣ ସ୍ୱର ବର୍ଣ୍ଣ ମିଳିତ ଭାବରେ ରହୁଛି କିମ୍ବା ସେ ବ୍ୟଞ୍ଜନ ବର୍ଣ୍ଣ ସହ ମିଶିକରି ରହିଥାଏ ଜାଣିଲେ। ତାପରେ ଆମେ ଜାଣିଲେ କଣ ନା ମାତ୍ରା କାହାକୁ କହିବା ନା ଆ ଠାରୁ ଔ ପର୍ଯ୍ୟନ୍ତ ଯୋଉ ସବୁ ସାଙ୍କେତିକ ରୂପ ଆମେ ଜାଣିଲେ ତାର। ତାପରେ ଆମେ କଣ କଲେ ନା ତାକୁ କଣ ତାକୁ ସେ ସାଙ୍କେତିକ ରୂପକୁ ଆମେ କଣ ନା ମାତ୍ରା ଆଉ କାର ବୋଲି କୁହାଯାଏ ବୋଲି ଆମେ ଜାଣିଲେ। ତାପରେ ଆମେ ତାକୁ ହଳନ୍ତର ବ୍ୟବହାର ଧୀରେ ଧୀରେ ଲୋପ ପାଇଯାଉଛି କାହା ପାଇଁ ନା ଅ ର ବ୍ୟବହାର ପାଇଁ ଅ ଟା ସମସ୍ତ ବ୍ୟଞ୍ଜନ ବର୍ଣ୍ଣରେ ମିଶିକରି ରହିଥାଏ। ତାପରେ ହଳନ୍ତର ଅନ୍ୟ ନାମ କଣ ନା ହସନ୍ତ ହସନ୍ତ ବ୍ୟଞ୍ଜନ ଅର୍ଦ୍ଧମାତ୍ରା ଚନ୍ଦ୍ର ଏ ଚିହ୍ନ ଏଇ ସବୁ ଆମେ ଜାଣିଲେ। ତାପରେ ଆମେ ସବୁ ଜାଣିଲେ କଣ ନା ତ ଯୋଉ ଆ କାରର ଚିହ୍ନ ଇ କାରର ସେ ସବୁ କେମିତି ଉଚ୍ଚାରଣ ହଉଛି କା ଖା କରା ଆକାର କା ଖରା ଆକାର ଖା ଏମିତି ଉଚ୍ଚାରଣ ଆମେ ଜାଣିଲେ। କର ଉକାର କଉ ଖଉ ଏମିତି ଆମେ ଉଚ୍ଚାରଣ କୋଉଟା କଣ ଜାଣିଲେ। ଐକାର ଚିହ୍ନ ସବୁ ଜାଣିଲେ। ତାପରେ ଆମେ ଜାଣିଲେ କଣ ନା କୋଉ ତିନୋଟି ବର୍ଣ୍ଣରେ ଆମର ମାନେ କଣ ନା ହର୍ଷେଇକାର ଦି ପ୍ରକାରର ବ୍ୟବହାର ହେଇପାରିବ ସେଇଟା ବି ଜାଣିଲେ। ତାପରେ ଆମେ ଫଳା ଜାଣିଲେ କଣ ନା ଫଳା ଆମର ଯୋଉ ବ୍ୟଞ୍ଜନ ବର୍ଣ୍ଣ ସ୍ଵତନ୍ତ୍ର ଭାବରେ ରହିପାରିବ କି ସେ କଣ ନା ସ୍ୱର ବର୍ଣ୍ଣ ସହ ମିଶିକରି ମଧ୍ୟ ରହିପାରିବ ସେଇଟା ଜାଣିଲେ। ଆଉ ଆଠଟି ଯୋଉ ବ୍ୟଞ୍ଜନ ବର୍ଣ୍ଣ ରହିଲା ଯୋଉ ସେଟାର ଅବର୍ଗ୍ୟ କେତୋଟି ବର୍ଗ୍ୟ କଣ ସେଟା ବି ଜାଣିଲେ। ତାପରେ ତାର ଚିହ୍ନ ସବୁ ଆମେ ଜାଣିଲେ ନ ଫଳା ମ ଫଳା ୟ ଫଳା ର ଫଳା ଳ ଫଳା ଏଗୁରା ବି ମଧ୍ୟ ସବୁ ଜାଣିଲେ। ତାପରେ ଆଉ ଆମେ ଜାଣିଲେ କେବଳ ବ ଫଳାଟା ଟା ବ ଫଳା ଟା କେବଳ ଆମର କଣ ନା ମ ରେ ହିଁ ବ୍ୟବହାର ହେଇପାରେ ଆଉ କୌଣସି ବର୍ଣ୍ଣରେ ବ୍ୟବହାର ହେଇପାରିବନି ଯେମିତି କଦମ୍ବ ଡିମ୍ବ ଶିମ୍ବ ମରେ କେବଳ ବ ଫଳା ଟା ହିଁ ବ୍ୟବହାର ହବ ସେଇଟା ବି ଜାଣିଲେ। ତାପରେ ଆମେ ଜାଣିଲେ କଣ ନା ତାର ସବୁ ସାଙ୍କେତିକ ରୂପ ବିଷୟରେ ଜାଣିଲେ। ଆଉ ଆମେ ତାପରେ ଜାଣିଲେ କଣ ନା ଯୁକ୍ତାକ୍ଷର କଣ ନା କଣ ନା ବ୍ୟଞ୍ଜନ ବର୍ଣ୍ଣ ସହ ମିଶିକିରି ଯୁକ୍ତାକ୍ଷର କହନ୍ତି ତାର ଅନ୍ୟ ନାମ ଯୁକ୍ତ ବର୍ଣ୍ଣ ବା ଯୁକ୍ତ ବ୍ୟଞ୍ଜନ ବୋଲି ଆମେ ଜାଣିଲେ। ତାପରେ ଅନୁନାସିକ ଯୁକ୍ତାକ୍ଷର ଜାଣିଲେ। ଅନୁନାସିକ କଣ ନା ବର୍ଗର ଯୋଉ ପଞ୍ଚମ ଶେଷ ବର୍ଣ୍ଣ ଟା ଯୋଉ ସମସ୍ତ ଶେଷ ବର୍ଣ୍ଣ ସେଇଟା ହେଲା ଅନୁନାସିକ ବର୍ଣ୍ଣ ତାକୁ ଜାଣିଲେ। ତ ସେଇ ଯୋଉ ଅନୁନାସିକ ବର୍ଣ୍ଣ ସେଇଟା କଣ କଣ ତାକୁ ବି ଜାଣିଲେ। ତାପରେ ଅନୁନାସିକ ଯୁକ୍ତାକ୍ଷର କେତୋଟି ବି ଜାଣିଲେ ସେଟା କଣ ନା 20ଟି ବୋଲି ଜାଣିଲେ। ତାପରେ ସେଇ ଯୋଉ ଯୁକ୍ତାକ୍ଷର ଯୋଉ କଣ କଣ ରହିଲା ସେ ଯୋଉ 20ଟି ତାକୁ ବି ଜାଣିଲେ ଟ ବର୍ଗରେ କଣ ଚ ବର୍ଗରେ କଣ କ ବର୍ଗରେ କଣ ତ ବର୍ଗରେ କଣ ତାକୁ ବି ଜାଣିଲେ। ତ ସେଇ ଯୋଉ ଅନୁନାସିକ ଯୋଉ ବର୍ଣ୍ଣ ଯୋଉ 20ଟି ରହିଲା ଯୁକ୍ତାକ୍ଷର ଯୋଉ ବର୍ଣ୍ଣଟି ରହିଲା ତାକୁ ଅନୁସାର ଲଗେଇକିରି କେମିତି ବ୍ୟବହାର କରାଯିବ ସେଇଟା ମଧ୍ୟ ଜାଣିଲେ। ତ ଆମର ଏତିକି ଆଜିର କ୍ଲାସ ଟା ଆମର ଏତିକି ଥିଲା। ତ ମାତ୍ରା ଫଳା ଆଉ ଯୁକ୍ତାକ୍ଷର ର କ୍ଲାସ ଟି ଏତିକି ଥିଲା। ଥ୍ୟାଙ୍କ ୟୁ।